ମାଲକାନଗିରି ଦଣ୍ଡକାରଣ୍ୟରୁ ପ୍ରୟାଗ କୁମ୍ଭମେଳା। ଦିନେଶ କରିବେ ଯାତ୍ରା ପୁଣି ସାଇକେଲରେ। ପାହାଡ଼ ପର୍ବତ କେତେ ଘାଟି କେତେ ଜଙ୍ଗଲ ପୁଣି କେତେ ସହର ଦେଇ ଯିବେ ଦିନେଶ। ଓଡ଼ିଶାରୁ ଛତିଶଗଡ଼ ମଧ୍ୟପ୍ରଦେଶ ମହାରାଷ୍ଟ୍ର ଓ ଉତ୍ତରପ୍ରଦେଶ ଯିବେ ଦିନେଶ। ବାହାରେ ବିଭିନ୍ନ ତୀର୍ଥସ୍ଥାନ ବୁଲି ବା ବିଭିନ୍ନ ଦେବାଦେବୀଙ୍କ ଆଶୀର୍ବାଦ ନେବା ଦିନେଶଙ୍କ ସହ ଏବେ ବାହାରିଛନ୍ତି ସାଇକେଲରେ ଦିନେଶ ଯିବେ କୁମ୍ଭମେଳା। ଆମ ସହିତ ଅଛନ୍ତି ଦିନେଶ ପଟ୍ଟନାୟକ। ମାଲକାନଗିରିରୁ କିଭଳି ଯିବେ, କ'ଣ ଯୋଜନା ଆଉ କୁମ୍ଭରୁ କ'ଣ ବାର୍ତ୍ତା ଆଣିବେ? ପୂର୍ଣ୍ଣ ମହାକୁମ୍ଭରେ ପ୍ରାୟ 3 କୋଟି ଊର୍ଦ୍ଧ୍ୱ ଭକ୍ତ ସ୍ନାନ କରିସାରିଲେଣି ଏବଂ ଆମେ ତ କିଛି ମାତ୍ର ଗୋଟେ ପ୍ରୟାସ କରୁଛୁ ଯେ ସାଇକେଲରେ ଯିବାଟା। ଏମିତି ଅନେକ ଭିନ୍ନକ୍ଷମ ଲୋକ ବି ଅଛନ୍ତି ଯେଉଁମାନେ ଇ ରିକ୍ସାରେ ଏବଂ ସାଇକେଲରେ ଆସିଛନ୍ତି। ଆମଠୁ ବହୁତ କଷ୍ଟ କରି ସେମାନେ ଅଛନ୍ତି। ତେଣୁକରି ଆମକୁ ଏଇଟା ଗୋଟେ ଶିକ୍ଷା ନେବା ଦରକାର ଯେ ଆମର ହାତ ଗୋଡ଼ ଅଛି, ସବୁ ଅଛି, ତ ଆମେ ସନାତନ ଧର୍ମ ପ୍ରଚାର ପ୍ରସାର ପାଇଁ କିଛି ଯଦି ନ କରିବା ତାହେଲେ କେମିତି ହେବ? ଆଗାମୀ ଯୁବପିଢ଼ି ନିଶ୍ଚିତ ଭାବରେ ପ୍ରେରଣା ପାଇବା ଦରକାର ଯେ କେମିତି ସନାତନ ଧର୍ମ ପ୍ରଚାର ପ୍ରସାର ହେବ, ଗୋହତ୍ୟା ବନ୍ଦ ହେବ, ଧର୍ମାନ୍ତିକରଣ ବନ୍ଦ ହେବ। ବହୁତ ଗୁଡ଼ିଏ ଜିନିଷ ରହିଛି ଯେଉଁଟାକି ଆମର ଉଦ୍ଦେଶ୍ୟ ଅଛି ଏଇ ଯାତ୍ରା କରିବାର। ତେଣୁକରି ବର୍ତ୍ତମାନ ଗୋଟେ ସାଇକେଲ ଯାତ୍ରା କରି 1050 କିଲୋମିଟର ଅତିକ୍ରମ କରିବାର ଗୋଟେ ଟାର୍ଗେଟ ରଖିଛି, ଦିନକୁ 90-100 କିଲୋମିଟର ପ୍ରତିଦିନ। ଏବଂ ନିଶ୍ଚିତ ଭାବରେ ଆଶା ଅଛି 28 ତାରିଖ ସୁଦ୍ଧା ମୋ ନିୟମ ଆସିବା ପୂର୍ବ ଦିନ ମୁଁ ଯାଇ ପ୍ରୟାଗରାଜରେ ପହଞ୍ଚିଯିବି। କ'ଣ ଯାତ୍ରା ବିଷୟରେ ଆପଣ କ'ଣ କହିବେ? ମାଲକାନଗିରି ସବୁବେଳେ ଧାର୍ମିକ ଭାବନା କୁହନ୍ତୁ, ଯେକୌଣସି ଭାବନାରେ ମାଲକାନଗିରି ସବୁବେଳେ ଆଗରେ ଅଛି। ଯେହେତୁ ଏଠି ଦଣ୍ଡକାରଣ୍ୟ ଯୋଉ ରାଜ୍ୟ କୁହାଯାଏ, ରାମଙ୍କର ପାଦ ପଡିଥିଲା, ଏଠି ରାମ ବନବାସ ସମୟରେ ଆସିଥିଲେ। ତେଣୁ ଏଇ ଧାର୍ମିକ ଜାଗାରୁ ଆଜି ଦିନେଶ ଭାଇ ଯୋଉ ପଦକ୍ଷେପ ନେଇଛନ୍ତି, ସାଇକେଲ ମାଧ୍ୟମରେ ସେ ଯୋଉ ପ୍ରୟାଗରାଜ ଯାତ୍ରା କରିବେ, 1000-1200 କିଲୋମିଟର ଯାତ୍ରା କରିବେ, ନିହାତି ଭାବେ ସ୍ୱାଗତ ଯୋଗ୍ୟ। ଏଇ ଯୋଉ ସମସ୍ତେ ବିଭିନ୍ନ ପ୍ରକାର ଉପାୟରେ ଯାଉଛନ୍ତି, କିଏ ଏରୋପ୍ଲେନ ଯାଉଛି, କିଏ ଗାଡି ନେଇ ଯାଉଛି, କିଏ ବସ୍ ଯାଉଛି, ଟ୍ରେନ ଯାଉଛି, କିନ୍ତୁ ସାଇକେଲ ଯାତ୍ରା ଇଏ ଗୋଟେ ହିନ୍ଦୁ ଧର୍ମ, ଆମର ସନାତନ ଧର୍ମର ବାର୍ତ୍ତା, ଯୋଉ କୁମ୍ଭ ମେଳାର ଗୋଟେ ସନ୍ଦେଶ, ଯୋଉ ଦେଶ ବିଦେଶରେ ଯୋଉ ଗଣମାଧ୍ୟମ ହୁଅନ୍ତୁ କି ଇଏ ହୁଅନ୍ତୁ, ଯୋଉଟା ପୃଥିବୀ ସାରା ଯୋଉ ପ୍ରକାର କୁମ୍ଭ ମେଳାକୁ ନେଇ ଚର୍ଚ୍ଚା ଚାଲିଛି, ସାଧାରଣ ଜନତା ଯୋଉମାନେ ସାଧାରଣ ବର୍ଗର ଲୋକ ଅଛନ୍ତି ସେମାନେ ଏହାକୁ କେମିତି ତା ଉପରେ ଗୋଟେ ଧ୍ୟାନ ନେଇପାରେ, ଜ୍ଞାନ ନେଇପାରିବେ, ସେଇଭଳିଆ ବାର୍ତ୍ତା ନେଇ ସେ ଯୋଉ ପ୍ରୟାଗରାଜ ଯାତ୍ରା କରୁଛନ୍ତି। ମାଲକାନଗିରି ଯୋଉ ଯାତ୍ରା ଆରମ୍ଭ କଲେ 1200 କିଲୋମିଟର ସାଇକେଲ ମାଧ୍ୟମରେ ଯାତ୍ରା କରିବା, ସେଇଟା ଗୋଟେ ଏଇଭଳିଆ ମେସେଜ ଯିବ ଯେ ଯୋଉ କୁମ୍ଭ ମେଳା ହଉଛି, ସେ କୁମ୍ଭ ମେଳାର ମହତ୍ଵ କ'ଣ, କୁମ୍ଭ ମେଳାରେ କ'ଣ ଲାଭ ମିଳେ, କ'ଣ ସେଥିରେ ମିଳେ, ଆମ ସନାତନ ଧର୍ମ ହିନ୍ଦୁ ଧର୍ମର ଏଇ ଗୋଟେ ପ୍ରଚାର ପ୍ରସାର ଯୋଉ ସେ କରୁଛନ୍ତି, ତାଙ୍କୁ ଧନ୍ୟବାଦ ଦେବି ଆମ ଏଇ ଦିନେଶ ଭାଇଙ୍କର ଏ କାର୍ଯ୍ୟକ୍ରମରୁ, ଏଇ ପଦକ୍ଷେପ। ମାଲକାନଗିରିରୁ ଲକ୍ଷ୍ମୀକାନ୍ତ ତ୍ରିପାଠୀଙ୍କ ରିପୋର୍ଟ, ସଂଘର୍ଷ ଟିଭି।